ଜୟ ଜଗନ୍ନାଥ ବନ୍ଧୁଗଣ। 27 ବର୍ଷ ପରେ ଶ୍ରୀଲଙ୍କା ଦଳ କମାଲ କରି ଦେଖେଇଛି। ଭାରତ ଦଳ ବିପକ୍ଷରେ ସିରିଜ ହାତେଇ ନେଇଛି। ବନ୍ଧୁଗଣ, ଆମେ ଆପଣଙ୍କୁ କହିବୁ ଭାରତ ବିପକ୍ଷରେ କେବେ ସିରିଜ ଜିତିଛି ଶ୍ରୀଲଙ୍କା ଦଳ। ବନ୍ଧୁଗଣ, ଆପଣମାନେ ଯଦି ପ୍ରଥମ ଥର ଆମ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଏବଂ କ୍ରିକେଟ ଖବର ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। 1993 ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଶୃଙ୍ଖଳା ଖେଳାଯାଇଥିଲା। ଏହି ଶୃଙ୍ଖଳାରେ ପ୍ରଥମ ଥର ଶ୍ରୀଲଙ୍କା ଭାରତକୁ ପରାସ୍ତ କରିଥିଲା ଏବଂ ଶୃଙ୍ଖଳାକୁ 2-1ରେ ଜିତି ନେଇଥିଲା। ଏହାପରେ 1997 ମସିହାରେ ଦ୍ୱିତୀୟ ଥର ଭାରତ ବିପକ୍ଷରେ ଶ୍ରୀଲଙ୍କା ସିରିଜ ଜିତିଥିଲା। ଶ୍ରୀଲଙ୍କା ଦଳ ଭାରତକୁ ପରାସ୍ତ କରି 3-0ରେ ଶୃଙ୍ଖଳା ଜିତିଥିଲା। ଏହାପରେ ଶ୍ରୀଲଙ୍କା ଦଳ 27 ବର୍ଷ ପରେ ତୃତୀୟ ଥର ଭାରତକୁ ପରାସ୍ତ କରି ଶୃଙ୍ଖଳା ଜିତିଛି। 2024ରେ ମାନେ ଏହି ବର୍ଷ ଶ୍ରୀଲଙ୍କା 2-0ରେ ଶୃଙ୍ଖଳା ଜିତି ନେଇଛି।